ଯେତେବେଳେ ଶ୍ରୀକୃଷ୍ଣ ଏବଂ ବଳରାମ ମଥୁରା ନଗରୀର ରାସ୍ତାରେ ଯାଉଥିଲେ, ସେ ଏକ ଧୋବା ସହିତ ଦେଖାହେଲେ, ଯିଏକି କଂସର ବସ୍ତ୍ର ନେଇକି ଯାଉଥିଲା। ସେ ଧୋବାକୁ କିଛି ବସ୍ତ୍ର ମାଗିଲେ, କିନ୍ତୁ ଧୋବା ବସ୍ତ୍ର ଦେବାକୁ ମନା କରିଥିଲା। ଯୋଉଥିପାଇଁ କୃଷ୍ଣ ଆଉ ବଳରାମ ତାଠୁ ବସ୍ତ୍ର ଛଡ଼ାଇ କରି ନେଇକି ପିନ୍ଧିଲେ, କିନ୍ତୁ ଯାହା ସେଗୁଡ଼ା ଠିକ୍ ମାପର ନଥିଲା। ଯାହାଫଳରେ ସେମାନେ ସ୍ଥାନୀୟ ଦର୍ଜି ପାଖକୁ ଗଲେ। ସେହି ଦର୍ଜି ଜଣକ କଂସଙ୍କ ପାଇଁ କାମ କରୁଥିଲେ, କିନ୍ତୁ କୃଷ୍ଣଙ୍କ ସୁନ୍ଦର ରୂପ ଦେଖି ସେ ମନ୍ତ୍ରମୁଗ୍ଧ ହୋଇଗଲେ। ସେ କୌଣସି ଭୟ ନ କରି ନିଜ ଆଡ଼ୁ ଆସି କହିଲେ, ପ୍ରଭୁ, ଏହି ବସ୍ତ୍ରଗୁଡ଼ିକ ଆପଣଙ୍କୁ ଠିକ୍ ହେଉନାହିଁ। ମୋତେ ଅନୁମତି ଦିଅନ୍ତୁ, ମୁଁ ଏହାକୁ ଆପଣଙ୍କ ମାପ ଅନୁସାରେ ସଜାଡ଼ି ଦେବି। ସେ ଅତି କମ୍ ସମୟ ମଧ୍ୟରେ ବହୁତ ସୁନ୍ଦର ଭାବେ ବସ୍ତ୍ରଗୁଡ଼ିକୁ କାଟି ଏବଂ ସିଲେଇ କରି କୃଷ୍ଣ ବଳରାମଙ୍କୁ ପିନ୍ଧାଇ ଦେଲେ। ଭଗବାନଙ୍କୁ ସେହି ପୋଷାକରେ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେଲେ। ଶ୍ରୀକୃଷ୍ଣ ତାଙ୍କର ଏହି ନିପୁଣତା ଏବଂ ସେ ମନୋଭାବରେ ପ୍ରସନ୍ନ ହୋଇ ତାଙ୍କୁ ଏହି ଜନ୍ମରେ ଅପାର ଧନ ସମ୍ପତ୍ତି, ବଳ ଏବଂ ସ୍ମରଣ ଶକ୍ତିର ବରଦାନ ଦେଲେ।